ମୃତ୍ୟୁ କେତେବେଳେ ଆସିବ, କେଉଁ ସମୟରେ, କେଉଁ ବାରରେ ଆସିବ, ଏକଥା କାହାକୁ ମଧ୍ୟ ଜଣା ହୋଇନଥାଏ। ସଂସାରରେ ଯଦି ଗୋଟିଏ ମନୁଷ୍ୟ ସେଠି ଜନ୍ମଗ୍ରହଣ କରୁଛି, ଯଦି କିଛି ରୋଗଗ୍ରସ୍ତ କାରଣରୁ ତାର ମୃତ୍ୟୁବରଣ ଘଟୁଛି, ମନୁଷ୍ୟମାନେ କହିଥାନ୍ତି କୁକର୍ମ ଫଳ ବଜସେ ତାର ଅତି ଶୀଘ୍ର ମୃତ୍ୟୁବରଣ ଘଟିଲା। ଯଦି କିଛି ଦୁର୍ଘଟଣାରେ ମୃତ୍ୟୁବରଣ ହେଉଛି, ତା ମଧ୍ୟ କହିଥାନ୍ତି କୁକର୍ମ ବଜସେ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଗଲା। ଯଦି ମନୁଷ୍ୟ ଯଦି ସୁଇସାଇଡ୍ କରିଥାନ୍ତି ବା ଆତ୍ମହତ୍ୟା କରିଥାନ୍ତି, ତଥାପି ଲୋକମାନେ କହିଥାନ୍ତି ଅଧିକରୁ ଅତ୍ୟଧିକ ଜୀବିତ ହୋଇଥାନ୍ତା ଯଦି ସିଏ ଆତ୍ମହତ୍ୟା ନ କରିଥାନ୍ତା। ଯଦି କୌଣସି ବ୍ୟକ୍ତି ଜାଣିଶୁଣି ନିଜ ଜୀବନକୁ ବିନାଶ କରୁଛି ଆଉ ତାର ମୃତ୍ୟୁବରଣ ଘଟୁଛି, ତଥାପି ଲୋକମାନେ କେବଳ ତାକୁ ହିଁ ଦୋଷ ଦେଇଥାନ୍ତି। କିନ୍ତୁ ଶାସ୍ତ୍ରରେ କିଛି ଅଲଗା ଉଲ୍ଲେଖିତ ରହିଛି। ଚାଲନ୍ତୁ ଶ୍ରୀମଦ ଭାଗବତ ଗୀତାରୁ ଜାଣିପାରିବା। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହିଛନ୍ତି, ଯେତେବେଳେ କୌଣସି ମନୁଷ୍ୟ ଜନ୍ମଗ୍ରହଣ କରୁଛି, ତାର ମୃତ୍ୟୁ କିଏ ଲେଖିଥାଏ? ଭଗବାନ ଲେଖିଥାଏ ନା ସେ ନିଜେ ନିଜର ମୃତ୍ୟୁକୁ ଲେଖିଥାଏ? ଯେମିତି କୁକର୍ମ ଫଳ। ମନୁଷ୍ୟମାନେ ଏହି ସଂସାରକୁ ଜନ୍ମ ହେଇଛନ୍ତି, ସଂସାରକୁ ଆସିଛନ୍ତି, ଆଉ ସଂସାରକୁ ଆସି ଏଇଠାରେ ଭଗବାନଙ୍କର ନାମକୁ ଜପ କରିଥାନ୍ତି, ଆଉ କିଛି କୁକର୍ମ ଫଳ ମଧ୍ୟ ଅର୍ଜନ କରିଥାନ୍ତି। ଏହି କୁକର୍ମ ଫଳ ଅତି ଶୀଘ୍ର ତାଙ୍କୁ ଭୋଗିବାକୁ ପଡ଼ିଥାଏ। ତ ଚାଲନ୍ତୁ ଶ୍ରୀମଦ ଭାଗବତ ଗୀତାରୁ ଏହି ସୁନ୍ଦର ତଥ୍ୟ ଉଲ୍ଲେଖିତ କରିପାରିବା। ଯେତେବେଳେ କୌଣସି ମନୁଷ୍ୟର ମୃତ୍ୟୁବରଣ ଘଟୁଛି, ସେହି ମୃତ୍ୟୁ କିଏ ଲେଖିଛନ୍ତି? ପ୍ରକୃତରେ ଭଗବାନ ଲେଖୁଛନ୍ତି ନା ମନୁଷ୍ୟ ତାର ନିଜର ମୃତ୍ୟୁକୁ ସିଏ ନିଜେ ହିଁ ଲେଖୁଛି। ଯେମିତି ଆତ୍ମହତ୍ୟା କରିବା, ଜାଣିଶୁଣି ଜୀବନକୁ ନାଶ କରିବା, ରୋଗଗ୍ରସ୍ତରେ ମୃତ୍ୟୁବରଣ ଘଟିବା, ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଯିବା, ଏହି ସବୁ ଏକ ରହସ୍ୟମୟ ତଥ୍ୟ, ଯାହା ପ୍ରତ୍ୟେକ ମନୁଷ୍ୟ ପ୍ରତ୍ୟେକ ମାନବକୁ ଏହି ତଥ୍ୟ ଜାଣିବା ଅତି ଜରୁରୀ ହୋଇଥାଏ। କାରଣ ଯେତେବେଳେ ଆମକୁ କ୍ଷୁଧା ଲାଗୁଛି ଅର୍ଥାତ୍ ଭୋକ ଲାଗୁଛି, ଅତ୍ୟଧିକ ଭୋକ ଲାଗିବା କାରଣରୁ ଆମ ପାଖରେ ଯେକୌଣସି ଖାଦ୍ୟ ଥାଉ ନା କାହିଁକି, ସେ ଖାଦ୍ୟ ଖରାପ ହେଇଥାଉ କିମ୍ବା ଭଲ ହୋଇଥାଉ, ସେହି ଖାଦ୍ୟ ଆମେ କିଛି ନ ବିଚାରି ସର୍ବପ୍ରଥମେ ନିଜେ ସେବନ କରିଥାଉ। କାହିଁକି ନା ଆମର କ୍ଷୁଧା ସବୁଦିନ ପାଇଁ ମିଟିଯିବ। ଠିକ୍ ସେପରି ମନୁଷ୍ୟ ଯଦି ଜନ୍ମଗ୍ରହଣ କରିଛି, ତାକୁ ଏହି ପ୍ରତ୍ୟେକ ଜ୍ଞାନ ଭାଗବତ ଶାସ୍ତ୍ର ଶିଖିବା ଅତି ଆବଶ୍ୟକତା ହୋଇଥାଏ। ଆଉ ଏହାର ଶକ୍ତି ପ୍ରତ୍ୟେକ ମନୁଷ୍ୟ ମଧ୍ୟ ଜାଣିବା ଅତି ଉଚିତ ହୋଇଥାଏ। ଶ୍ରୀମଦ ଭାଗବତ ଗୀତା ସବୁଠାରୁ ସର୍ବଶ୍ରେଷ୍ଠ। ଆପଣମାନେ ପ୍ରତ୍ୟେକ ଦିନ ଯେଉଁ ଦେବୀ ଦେବତାକୁ ପୂଜା ଆରାଧନା କରୁଛନ୍ତି, ଯେତିକି ପୁଣ୍ୟପ୍ରାପ୍ତ ମିଳିବ, ଆପଣମାନେ ଯଦି ଶ୍ରୀମଦ ଭାଗବତକୁ ସମ୍ମାନ ଦେବେ ଆଉ ସତ୍ୟ କହିବେ, ଆଉ ମନ ଧ୍ୟାନ ଦେଇ କିଛି ସମୟ ବାହାର କରି ଶ୍ରବଣ କରିବେ, ତାହେଲେ ଆପଣ ଅତ୍ୟଧିକ ପୁଣ୍ୟ ଅର୍ଜନ କରିପାରିବେ। ଶ୍ରୀମଦ ଭାଗବତ ଗୀତାକୁ ଶ୍ରବଣ କରି ବହୁତ ମୁନିଋଷିମାନେ ମଧ୍ୟ ଭଗବାନଙ୍କୁ ପ୍ରାପ୍ତ କରିଛନ୍ତି। ତାଙ୍କର ପ୍ରତ୍ୟେକ ଆଶା ପୂରଣ ହୋଇଛି। ସେଥିପାଇଁ ପ୍ରତ୍ୟେକ ମନୁଷ୍ୟମାନେ ଦିନରେ ଯେକୌଣସି କାର୍ଯ୍ୟ କର, ଆପଣମାନେ ନିହାତି ଭାବରେ ଥରେ ମାତ୍ର ଶ୍ରୀମଦ ଭାଗବତ ଗୀତାକୁ ଶ୍ରବଣ କର। ବର୍ଷ ବର୍ଷ ଧରି ପ୍ରତ୍ୟେକ ମାସ, ପ୍ରତ୍ୟେକ ଦିନ, ପ୍ରତ୍ୟେକ ସମୟ ଆପଣମାନଙ୍କୁ ଜ୍ଞାତ ନାହିଁ କି ଆପଣମାନେ ପୁଣ୍ୟ ଅର୍ଜନ କରୁଛନ୍ତି କି ପାପ। କିନ୍ତୁ ଯଦି ଆପଣମାନେ କିଛି ସମୟ ବାହାର କରି ଏହି ଶ୍ରୀମଦ ଭାଗବତ ହେଉ, ଶାସ୍ତ୍ର ହେଉ, ଯେକୌଣସି ବି ପୁରାଣ ହେଉ, ଯଦି ଶ୍ରବଣ କରୁଛନ୍ତି ନହେଲେ ପଢୁଛନ୍ତି, ତାହେଲେ ଆପଣ ପାପ ନୁହେଁ ବରଂ ପୁଣ୍ୟ ଅର୍ଜନ କରୁଛନ୍ତି। ଆଉ ଏହି ପୁଣ୍ୟ ଜୀବନରେ ଆପଣଙ୍କୁ ବହୁତ କିଛି
ଯାହା ଚାହିଁବେ ତାହା ମଧ୍ୟ ପ୍ରାପ୍ତ ହୋଇଯିବ। ଏହା ଏକ ସତ୍ୟ ବଚନ। ଶ୍ରୀମଦ ଭାଗବତ ଗ୍ରନ୍ଥକୁ ଏକ ଭକ୍ତଟିଏ, ଜଗନ୍ନାଥଙ୍କର ଭକ୍ତଟିଏ ନିଜ କର୍ଣ୍ଣରେ ପ୍ରତ୍ୟେକ ଦିନ ଶ୍ରବଣ କରୁଥିଲେ। ଯେହେତୁ ତାଙ୍କୁ କୌଣସି ବି ପାଠ ପଢ଼ିବା ପାଇଁ ଆସୁନଥିଲା, ଶାସ୍ତ୍ରକୁ ପଢ଼ି ପାରୁନଥିଲେ, କିନ୍ତୁ ତାଙ୍କେ ଅନ୍ୟ ଦ୍ୱାରା ନିଜ କର୍ଣ୍ଣରେ ଶ୍ରବଣ କରୁଥିଲେ। ତାଙ୍କ ଶରୀରରେ ବହୁତ ପୀଡ଼ା, ମନରେ ଦୁଃଖ କଷ୍ଟ, ଦେହରେ ବିଭିନ୍ନ ରୋଗ ସର୍ବସ୍ୱ ନିଜ ଶରୀରରେ ଧରି ରହୁଥିଲେ। ଆଉ ଏହି ଭାଗବତ ଗୀତା କେବଳ ଗୋଟିଏ ଦିନ ନିଜ କର୍ଣ୍ଣରେ ବାଜିବା କ୍ଷଣି ଦେଖୁ ଦେଖୁ ତାଙ୍କର ମନ ଶାନ୍ତ ହୋଇଗଲା। ଶରୀର ସବୁଦିନ ପାଇଁ ଦୁଃଖ କଷ୍ଟ ଦୂରେଇ ଦେଲା। ନିଜ ଦେହରେ ଥିବା ବିଭିନ୍ନ ପ୍ରକାର ରୋଗ ମଧ୍ୟ ବିନାଶ ଘଟିଲା। ଥରେ ମାତ୍ର ଅଜାଣତରେ ଶୁଣିବା ଦ୍ୱାରା ଯଦି ଦେହର ସମ୍ପୂର୍ଣ୍ଣ ଦୁଃଖ କଷ୍ଟ ରୋଗ ଦୂର ହୋଇଯାଉଛି, ତାହେଲେ ଜାଣି ଶୁଣି ବହୁତ ସମୟ ଶୁଣିବା ଦ୍ୱାରା ଆମ ଜୀବନ ସତରେ ପ୍ରକୃତରେ ପରିବର୍ତ୍ତନ ହୋଇଯିବ। ଏମିତି ଭାବି ସେହି ଭଗବାନଙ୍କର ଭକ୍ତଟିଏ ପ୍ରତ୍ୟେକ ଦିନ ଶ୍ରବଣ କରୁଥିଲେ। ଯେତେବେଳେ ତାଙ୍କର ମୃତ୍ୟୁବରଣ ଘଟିଲା, ତାଙ୍କୁ ଏହି ସଂସାରରେ ଯେକୌଣସି ବି ଜନ୍ମ ନେଇ ଆସିବାକୁ ପଡ଼ିଲା ନାହିଁ, ବରଂ ଭଗବାନ ଶ୍ରୀକୃଷ୍ଣଙ୍କର ପାଦ ତଳେ ସବୁଦିନ ପାଇଁ ଲୀନ ହୋଇଗଲେ। ଏହା ଏକ ସତ୍ୟ ଅଟେ। ସେଥିପାଇଁ ଶାସ୍ତ୍ରକୁ ନିହାତି ଭାବରେ ଶ୍ରବଣ କରନ୍ତୁ। ପାପ ନୁହେଁ, ବରଂ ଏତିକି ପୁଣ୍ୟ ଅର୍ଜନ କରିଛନ୍ତି କି ଆପଣ ସେହି ପୁଣ୍ୟରେ ଯାହା ଚାହିଁବେ, ଯାହା କରିବାକୁ ଚେଷ୍ଟା କରିବେ, ତାହା ଆପଣଙ୍କ ଦ୍ୱାରା ନିହାତି ଭାବରେ ହୋଇଯିବ। କିନ୍ତୁ ଧର୍ମରେ ରହିବା ଅତି ଆବଶ୍ୟକତା। ଏବେ ଚାଲନ୍ତୁ ଜାଣିବା ମୃତ୍ୟୁ। ଯେତେବେଳେ କୌଣସି ମନୁଷ୍ୟ ଏବେ ଜନ୍ମ ହୋଇଛି, ତାର ମୃତ୍ୟୁ କେତେବେଳେ ଆସିଥାଏ, କିପରି ଆସିଥାଏ, ଭଗବାନ ଲେଖିଥାନ୍ତି। ଚାଲନ୍ତୁ ପ୍ରକୃତ ସତ୍ୟତା ଜାଣିବା, ଜୀବନରେ ବହୁତ କିଛି ପୁଣ୍ୟ ଅର୍ଜନ କରିପାରିବା। ଜୟ ଜଗନ୍ନାଥ, ରାଧେ ଶ୍ରୀକୃଷ୍ଣ। ଶ୍ରୀମଦ ଭାଗବତ ଜୀବନରୁ ସର୍ବଶ୍ରେଷ୍ଠ। ଏହି ଶ୍ରୀମଦ ଭାଗବତ ମୁଁ ଯାହା ଚାହିଁବି ତାହା ମୋତେ ନିହାତି ଭାବରେ ପ୍ରାପ୍ତ ହୋଇଯିବ। କାହିଁକି ନା ଶାସ୍ତ୍ର ନୁହେଁ, ସ୍ୱୟଂ ପ୍ରଭୁ ନାରାୟଣ ପ୍ରଣାମ କରିବା ଆଉ ପ୍ରକୃତ ସତ୍ୟ ବଚନ ଶ୍ରବଣ କରିପାରିବା। ଗୋଟିଏ ଦିନ ମହର୍ଷି ନାରଦ ଭଗବାନ ଶ୍ରୀ ହରିଙ୍କ ପାଖକୁ ଗମନ କରିଲେ। ସେହି ସମୟରେ ଭଗବାନ ନାରାୟଣ ସର୍ପ ଉପରେ ଶୟନ କରିଥିଲେ। ମହର୍ଷି ନାରଦ ଦେଖିଲେ ଆଉ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ, ମନରେ ଏକ ଛୋଟିଆ ପ୍ରଶ୍ନଟିଏ ଆସିଛି। ଏହାର ଉତ୍ତର ଜାଣିବା ପାଇଁ ଆପଣଙ୍କ ପାଖକୁ ଦୌଡ଼ି ଆସିଛି। ପ୍ରଭୁ, ଏହି ପ୍ରଶ୍ନର ଉତ୍ତର ମୋତେ ନିହାତି ଭାବରେ ଦିଅନ୍ତୁ। ପ୍ରଭୁ ଶ୍ରୀହରି ମହର୍ଷି ନାରଦଙ୍କର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଉଥିଲେ। ସେ ସମୟରେ ମଧ୍ୟ କହିଲେ, ତୁମର ଯାହା ବି କିଛି ପ୍ରଶ୍ନର ଉତ୍ତର ରହିଛି, ମୁଁ ନିହାତି ଭାବରେ କହିବି। ଏହାଦ୍ୱାରା ତୁମେ ନୁହଁ, ବରଂ ପ୍ରତ୍ୟେକ ମନୁଷ୍ୟମାନେ ମଧ୍ୟ ଏ ବିଷୟରେ ଜାଣିପାରିବେ। ମହର୍ଷି ନାରଦ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ପ୍ରଭୁ, ମନରେ ଏହି ପ୍ରଶ୍ନ ଆସିଛି। ଏହି ସାଙ୍ଗେ ସାଙ୍ଗେ ଯମ ଆଉ ଯମଦୂତମାନେ ମୃତ୍ୟୁ ଲୋକ ପାଖକୁ ଗଲେ। ସେଠାରେ 2ରୁ 3 ଜଣଙ୍କର ମୃତ୍ୟୁବରଣ ଘଟିଥିଲା ଆଉ ତାଙ୍କର ଆତ୍ମାକୁ ନେଇ ଆସିଲେ। 2ରୁ 3 ଜଣକୁ ଜଣେ ଆତ୍ମହତ୍ୟା କରିଛି, ଜାଣିଶୁଣି ନିଜ ଜୀବନକୁ ନାଶ କରିଛି। ଅନ୍ୟ ଜଣଙ୍କର ରୋଗଗ୍ରସ୍ତ କାରଣରୁ ମୃତ୍ୟୁବରଣ ଘଟିଲା ଆଉ ଅନ୍ୟ ଜଣକୁ କିଛିଟା ଲୋକ ମିଶି ଜାଣିଶୁଣି ତାଙ୍କୁ ମୃତ୍ୟୁଦଣ୍ଡ ଦେଲେ। ପ୍ରଭୁ, ଅକାଳ ମୃତ୍ୟୁ ତ ସବୁଠାରୁ କଷ୍ଟଦାୟକ ଅଟେ, କିନ୍ତୁ ଜାଣିଶୁଣି ନିଜ ଜୀବନକୁ କିପରି ବିନାଶ କରୁଛନ୍ତି। ମନୁଷ୍ୟ ଜାଣିଥାନ୍ତି ଏହା କରିବା ଦ୍ୱାରା ବହୁତ ବଡ଼ ପାପ, ତଥାପି ସେମାନେ ନିଜେ ଆତ୍ମହତ୍ୟା କରିଥାନ୍ତି କିମ୍ବା ରୋଗଗ୍ରସ୍ତରେ ମୃତ୍ୟୁବରଣ କରିଥାନ୍ତି।
ତାଙ୍କର ଭାଗ୍ୟରେ ତ ମଧ୍ୟ ଉଲ୍ଲେଖିତ ନାହିଁ ଯେ କି କମ୍ ବୟସର ମୃତ୍ୟୁବରଣ ହେବା ପାଇଁ, ତଥାପି ତାଙ୍କର ମୃତ୍ୟୁବରଣ ହେଉଛି। ଆଉ ତାଙ୍କର ଆତ୍ମା କିପରି କଷ୍ଟ, ଦୁଃଖ ଆଉ ଯନ୍ତ୍ରଣା ଭୋଗୁଛି, ଏ ବିଷୟରେ ମୋତେ କୁହନ୍ତୁ ପ୍ରଭୁ। ଭଗବାନ ଶ୍ରୀହରି ମହର୍ଷି ନାରଦକୁ କହିବାକୁ ଲାଗିଲେ, ଧନ୍ୟ ତୁମେ ମହର୍ଷି ନାରଦ, ଯେକୌଣସି ତଥ୍ୟ ଉଲ୍ଲେଖିତ କରିବା ପାଇଁ ଲୁଚି ରହିଥିବା ଏହି ରହସ୍ୟମୟ କଥା, ଯାହା କେବେ ବି ବାହାରି ପାରିବ ନାହିଁ, ତୁମେ ହିଁ ସେହି ରହସ୍ୟ କଥାକୁ ପଦାକୁ ଆଣିଛ। ସେଥିପାଇଁ ତୁମକୁ କେତେ ମଧ୍ୟ ଆଶୀର୍ବାଦ କରିଲେ ବା ଧନ୍ୟବାଦ ଦେଲେ କମ୍ ପଡ଼ିବ। ଏହି ପ୍ରଶ୍ନର ଉତ୍ତର ତୁମେ ନୁହଁ, ବରଂ ପ୍ରତ୍ୟେକ ମନୁଷ୍ୟମାନେ ଜାଣିବା ଅତି ଆବଶ୍ୟକତା। ଏହାର କାରଣ ହେଉଛି, ମନୁଷ୍ୟମାନେ ଯେତେବେଳେ ଏହି ତଥ୍ୟ ଜାଣିପାରିବେ, ତାଙ୍କ ଦ୍ୱାରା ଅନ୍ୟ କୌଣସି ବି ଭୁଲ ବା ପାପକର୍ମ ହୋଇପାରିବ ନାହିଁ। ସେଥିପାଇଁ ମୁଁ ନିହାତି ଭାବରେ ଏହି ବିଷୟରେ କହିବି, ତା ଦ୍ୱାରା ବୁଝେଇ ମଧ୍ୟ ଦେବି। ମହର୍ଷି ନାରଦର ଏହି ପ୍ରଶ୍ନର ଉତ୍ତର ଭଗବାନ ଶ୍ରୀକୃଷ୍ଣ ନିହାତି ଭାବରେ କହିଲେ, ଆଉ ଏହି ମୃତ୍ୟୁ ଲୋକ ପାଖକୁ ଭ୍ରମଣ କରିବା ପାଇଁ ମଧ୍ୟ ଆଣିଲେ। ମହର୍ଷି ନାରଦକୁ କହିବାକୁ ଲାଗିଲେ, ଚାଲନ୍ତୁ, ଏମିତି ଗୋଟିଏ ଜାଗାକୁ ନେଇଯିବି ଯାହା ତୁମର ପ୍ରଶ୍ନର ଉତ୍ତର ଆପେ ଆପେ ତୁମକୁ ମିଳିଯିବ ଆଉ ତୁମେ ମଧ୍ୟ ପାଇଯିବ। ଏମିତି କହି ଭଗବାନ ଶ୍ରୀକୃଷ୍ଣ ମହର୍ଷି ନାରଦକୁ ଆଣି ମର୍ତ୍ତ୍ୟ ବା ମୃତ୍ୟୁ ଲୋକ ପାଖରେ ପହଞ୍ଚିଗଲେ। ଦେଖିଲେ କି ଦୁଇ ପ୍ରକାର ଲୋକ ରହିଛନ୍ତି। ଗୋଟିଏ ହେଉଛି ଧର୍ମର ରାସ୍ତାରେ ଚାଲୁଛନ୍ତି, ଦୁଃଖୀ ଗରିବ ଲୋକଙ୍କୁ ଦେଖିବା ମାତ୍ରେ ସାହାଯ୍ୟ କରୁଛନ୍ତି, ଭକ୍ତି ମାର୍ଗରେ ଯାଉଛନ୍ତି। ଅନ୍ୟ ବ୍ୟକ୍ତି ଅଛନ୍ତି, ସମସ୍ତଙ୍କୁ ଦୁଃଖ କଷ୍ଟ ଦେଇଥାନ୍ତି, ଅଧର୍ମରେ ଚାଲିଥାନ୍ତି, କୌଣସି ଭଗବାନଙ୍କୁ ମାନି ନଥାନ୍ତି। ଏମିତି ଭାବରେ ଦୁଇ ପ୍ରକାର ଲୋକ ରହିଥାନ୍ତି। ମହର୍ଷି ନାରଦ ଭଗବାନ କୃଷ୍ଣଙ୍କୁ ପଚାରିଥିଲେ, ଯେତେବେଳେ କୌଣସି ମନୁଷ୍ୟ ଜନ୍ମଗ୍ରହଣ କରୁଛି, ତାହେଲେ ତାକୁ କିପରି ଦଣ୍ଡ ମିଳୁଛି, ଯେମିତିକି ତା ପୂର୍ବରୁ ମୃତ୍ୟୁବରଣ ନା ଜନ୍ମ ହୋଇସାରିଲା ପରେ ମୃତ୍ୟୁବରଣ ଘଟିଥାଏ? ଏହି ପ୍ରଶ୍ନର ଉତ୍ତର ଭଗବାନ ଶ୍ରୀକୃଷ୍ଣ କହିଲେ, ଯେଉଁ ବ୍ୟକ୍ତି ଅଧିକରୁ ଅତ୍ୟଧିକ ପାପକର୍ମ କରୁଛି, ତାର ବହୁତ ଜଲ୍ଦି ମୃତ୍ୟୁବରଣ ଘଟୁଛି। ଯେଉଁ ବ୍ୟକ୍ତିର ଶରୀର ରୋଗଗ୍ରସ୍ତ ହେଉଛି, ତାର ମଧ୍ୟ ମୃତ୍ୟୁବରଣ ଘଟୁଛି। କିଛି ବ୍ୟକ୍ତିମାନେ କହିଥାନ୍ତି, ରୋଗ ହୋଇଥିବା କାରଣରୁ ମୃତ୍ୟୁବରଣ ଘଟିଥାଏ, କିନ୍ତୁ ଏହା ଅସତ୍ୟ ଅଟେ। ଯଦି ଗୋଟିଏ ମନୁଷ୍ୟ ଜନ୍ମଗ୍ରହଣ କରିଛି, ତାର ଜନ୍ମର 1 ବର୍ଷ ପରେ ହିଁ ତାର ଶରୀର ବିଭିନ୍ନ ପ୍ରକାର ରୋଗଗ୍ରସ୍ତ ଦେଖାଦେବ। ପୂର୍ବ ଜନ୍ମର କୁକର୍ମ ଫଳବଶତଃ ମଧ୍ୟ ଦଣ୍ଡ ଭୋଗିବାକୁ ପଡ଼ିଥାଏ, ଯାହାକି ଶାସ୍ତ୍ରରେ ଉଲ୍ଲେଖିତ ରହିଛି। ଯେତେବେଳେ ସେହି ବ୍ୟକ୍ତିର ମୃତ୍ୟୁବରଣ ଘଟିଥାଏ, ଲୋକମାନେ କହିଥାନ୍ତି ସତ, କିନ୍ତୁ ତାର କର୍ମଫଳ ବଶତଃ ତାର ମୃତ୍ୟୁବରଣ ଘଟିଥାଏ। ମନେ ରଖ, ଯେଉଁ ବ୍ୟକ୍ତିର ରୋଗଗ୍ରସ୍ତରେ ମୃତ୍ୟୁବରଣ ଘଟିଥାଏ, ତାର କୁକର୍ମ ଫଳବଶତଃ ପୂର୍ବ ଜନ୍ମରେ କରିଥିବା ପାପକର୍ମ ଫଳବଶତଃ ଏ ଜନ୍ମରେ ତାକୁ ଭୋଗିବାକୁ ପଡ଼ିଥାଏ। ଏହା ସତ୍ୟ ଅଟେ। ଯେଉଁ ବ୍ୟକ୍ତି ଅଧର୍ମରେ ଚାଲିଥାଏ, ସମସ୍ତଙ୍କୁ ଦୁଃଖ କଷ୍ଟ ଦେଇଥାଏ, ସମସ୍ତଙ୍କୁ କଷ୍ଟ ଦୁଃଖ ଦେଇ ନିଜେ ଖୁସି ହୋଇଥାନ୍ତି, ସେହି ବ୍ୟକ୍ତି ଅଧର୍ମରେ ଚାଲିଥାଏ ଆଉ ତାର ମଧ୍ୟ ବହୁତ ଜଲ୍ଦି ମୃତ୍ୟୁବରଣ ଘଟିଥାଏ। ଆଉ ସେହି ମୃତ୍ୟୁକୁ କୁହାଯାଏ ଅକାଳ ମୃତ୍ୟୁ। ଅକାଳ ମୃତ୍ୟୁ, ସେହି ମନୁଷ୍ୟ କେବେ ବି ଚାହିଁନଥାଏ ତାର ମୃତ୍ୟୁ, ତାକୁ କୁହାଯାଏ ଅକାଳ ମୃତ୍ୟୁ। ଯେଉଁ ବ୍ୟକ୍ତି ଚାହିଁଥାଏ ମୃତ୍ୟୁ ହେଉ, ସେହି ବ୍ୟକ୍ତିକୁ ଅକାଳ ମୃତ୍ୟୁ ବୋଲି କୁହାଯାଏ ନାହିଁ। ଠିକ୍ ସେପରି ଅକାଳ ମୃତ୍ୟୁ ବହୁତ କଷ୍ଟ ଦେଇଥାଏ। ଏହାର ଅର୍ଥ ହେଉଛି, ଜନ୍ମ ଜନ୍ମ ବିତିଯିବ ସତେ, କିନ୍ତୁ
କୌଣସି ବି ଜନ୍ମ ନେଇ ଏହି ସଂସାରକୁ ଆସିବାକୁ ପଡ଼ିବ ନାହିଁ। ତାକୁ ବହୁତ କଷ୍ଟ ଆଉ ଯନ୍ତ୍ରଣା ଭୋଗିବାକୁ ପଡ଼ିବ। ଯମର ଜ୍ୱାଳା ମଧ୍ୟ ସହ୍ୟ କରିବାକୁ ପଡ଼ିବ। ତାପରେ ଯାଇ ତାକୁ 84 ଲକ୍ଷ ଜନ୍ମରେ ଜନ୍ମିତ ହେବାକୁ ପଡ଼ିଥାଏ। ଏକଥା ସତ୍ୟ ଅଟେ। ଭଗବାନ ଶ୍ରୀହରିଙ୍କୁ ମହର୍ଷି ନାରଦ ପୁଣି ଥରେ ପଚାରୁଛନ୍ତି, ପ୍ରଭୁ, ଯେତେବେଳେ କୌଣସି ମନୁଷ୍ୟ ମୃତ୍ୟୁବରଣ ଘଟୁଛି, ତାର ପୂର୍ବ ଜନ୍ମର କୁକର୍ମ ଫଳ ବଜାସେ ନା ଏଇ ଜନ୍ମରେ ଜନ୍ମ ହେବା ପରେ ତାର ମୃତ୍ୟୁବରଣ ଉଲ୍ଲେଖିତ ରହୁଛି ନା ମାତୃଗର୍ଭରୁ ଉଲ୍ଲେଖିତ ରହୁଛି? ଭଗବାନ ଶ୍ରୀକୃଷ୍ଣ କହିଲେ, ଗୋଟିଏ ବହୁତ ବଡ଼ ରାଜାଟିଏ ଥିଲା। ତାର 3ଟି ରାଣୀ। ତାର ସନ୍ତାନ ବହୁତ ଥିଲେ। ରାଜା ସଦାସର୍ବଦା ଧର୍ମ ରାସ୍ତାରେ ଚାଲୁଥିଲା। ତାର ପ୍ରଜାମାନଙ୍କୁ କୌଣସି ଦୁଃଖ କଷ୍ଟ ବିଲକୁଲ ମଧ୍ୟ ଦେଉନଥିଲା। ରାଜା ଯେପରି ଧନ ସମ୍ପତ୍ତି ମୋତିମାଣିକରେ ଆରାମରେ ଚଳୁଥିଲା, ଠିକ୍ ସେମିତି ତାର ପ୍ରଜାମାନେ ମଧ୍ୟ ବହୁତ ଖୁସିରେ ଚଳୁଥିଲେ। ଯେଉଁ ରାଜ୍ୟରେ ରାଜା ଉତ୍ତମ ଥାଏ, ଧାର୍ମିକ ଥାଏ, ସେହି ରାଜ୍ୟ ଏକ ସର୍ବଶ୍ରେଷ୍ଠ ହୋଇଯାଏ। ରାଜ୍ୟରେ କୌଣସି ଦୁଃଖ କଷ୍ଟ ମଧ୍ୟ ପହଞ୍ଚି ନଥାଏ। ଦେଖୁ ଦେଖୁ ରାଜାଙ୍କର ବୟସ ବିତିବାକୁ ଲାଗିଲା। 3ଟି ରାଣୀ ମଧ୍ୟ ରାଜାର ରହିଥିଲା। ରାଜା ଯେତେବେଳେ ବୟସ ହେବା କାରଣରେ ରୋଗଗ୍ରସ୍ତ ହୋଇପଡ଼ିଲା। ସେ ଚାହୁଁଥିଲା ତାର ମୃତ୍ୟୁ, କିନ୍ତୁ ତାକୁ କୌଣସି ମୃତ୍ୟୁ ହେଉନଥିଲା। ରାଜାର ମୃତ୍ୟୁ ଖବର ଶୁଣି ଗ୍ରାମବାସୀ ଲୋକମାନେ ଭଗବାନ ପାଖରେ ପ୍ରାର୍ଥନା କରୁଥିଲେ ରାଜାର ମୃତ୍ୟୁ ନ ଆସିବ ବୋଲି, କିନ୍ତୁ ରାଜା ମୃତ୍ୟୁ ହିଁ ଚାହୁଁଥିଲା। ରାଜା ସଦାସର୍ବଦା ଶଯ୍ୟାଶାୟୀ ରହି ମଧ୍ୟ ଭଗବାନଙ୍କର ନାମକୁ ଜପ କରୁଥିଲା, କିନ୍ତୁ ତାର ଶରୀରରୁ ଆତ୍ମା ବିଲକୁଲ ମଧ୍ୟ ବାହାରୁ ନଥିଲା। ପ୍ରତ୍ୟେକ ପ୍ରଜାମାନେ ଭାବିବାକୁ ଲାଗିଲେ, ରାଜା ତ ସର୍ବସ୍ତ କଷ୍ଟ ଦୁଃଖ ପାଉଛି, କାହିଁକି ନା ତାର ମୃତ୍ୟୁ ହେଉନାହିଁ। ରାଜା ନିଶ୍ଚିତ ଭାବରେ ପୂର୍ବଜନ୍ମରେ କିଛି କୁକର୍ମ ଫଳ ଅର୍ଜିତ କରିଛନ୍ତି, ସେଥିପାଇଁ ତ ତାଙ୍କର ମୃତ୍ୟୁ ବିଲକୁଲ ମଧ୍ୟ ହେଉନାହିଁ। କିନ୍ତୁ କିଛି ଅଲଗା ଉଲ୍ଲେଖିତ ରହିଛି। ଠିକ୍ ସେପରି ରାଜାର ପୁତ୍ରମାନେ ବହୁତ ବଡ଼ ହୋଇଯାଇଥିଲେ ବା ଯୁବାବସ୍ଥାକୁ ଚାଲି ଯାଇଥିଲେ। ରାଜାର ରାଣୀମାନେ ଆଉ ତାଙ୍କ ପୁତ୍ରମାନେ ଏକତ୍ରିତ ହୋଇ ଖୋଜିବାକୁ ଲାଗିଲେ ଏକ ମହାପଣ୍ଡିତ, ଏକ ତପସ୍ୱୀ ମହାବୀର। ଜଙ୍ଗଲରେ ଖୋଜି ଖୋଜି ଯାଇ ଦେଖିଲେ ଗୋଟିଏ ମହାପୁରୁଷଟିଏ ତପସ୍ୟା କରୁଥିଲେ। ରାଜାର ପୁତ୍ରମାନେ ଯାଇ ସେହି ତପସ୍ୱୀକୁ ପଚାରିବାକୁ ଲାଗିଲେ, ମୋ ମନରେ ଗୋଟିଏ ପ୍ରଶ୍ନ ରହିଛି, ସେଥିପାଇଁ ମୁଁ ତୁମକୁ ନେବାକୁ ଆସିଛି। କ'ଣ ତୁମକୁ ଜଣା ମୋ ମନରେ କେଉଁ ପ୍ରଶ୍ନ ରହିଛି ଆଉ ତୁମକୁ କେଉଁଠାକୁ ନେବାକୁ ଆସିଛି? ଋଷିଟିଏ ହସିଦେଲେ ଆଉ କହିବାକୁ ଲାଗିଲେ, ମୁଁ ଆଜି ନୁହଁ, ବାଳକ ଅବସ୍ଥାରୁ ମୁଁ ତପସ୍ୟା କରୁଛି, ଭଗବାନଙ୍କୁ ପ୍ରାପ୍ତ କରିଛି। ବହୁତ ଜ୍ଞାନୀ ଶକ୍ତି ମଧ୍ୟ ମୋ ପାଖରେ ଅଛି। ତୁମର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ମୁଁ ଦେଇପାରିବି। ରାଜାର ପୁତ୍ର ପଚାରିଥିବା ପ୍ରଶ୍ନର ଉତ୍ତର ଦେଲେ ଆଉ କହିଲେ, ତୁମର ପିତାଙ୍କର ଅର୍ଥାତ୍ ରାଜାଙ୍କର ମୃତ୍ୟୁବରଣ ହେଉନାହିଁ, ଶଯ୍ୟାଶାୟୀ ରହିଛନ୍ତି ଆଉ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ତଥାପି ତାଙ୍କର କୌଣସି ମୃତ୍ୟୁ ହେଉନାହିଁ। ସେଥିପାଇଁ ତ ତୁମେ ଆସିଛ ପ୍ରତ୍ୟେକ ବ୍ୟକ୍ତି ମୋତେ ପଚାରିବା ପାଇଁ, ଯିଏକି ତାର ମୃତ୍ୟୁ କେବେ ଘଟିବ। ରାଜାଙ୍କର ପୁତ୍ର ରାଣୀମାନେ ମଧ୍ୟ ଗ୍ରାମବାସୀ ମଧ୍ୟ ସେହି ଋଷିଙ୍କୁ ପ୍ରଣାମ କରିଲେ ଆଉ କହିବାକୁ ଲାଗିଲେ, ସତ୍ୟ, ରାଜାଙ୍କର ଏପରି କଷ୍ଟ ଯନ୍ତ୍ରଣା ଆମେ ସହ୍ୟ କରିପାରୁନାହୁଁ। ସେଥିପାଇଁ ଭାବୁଛୁ ଯେ ଆପଣଙ୍କୁ ପଚାରିବି, ଆପଣ କହିପାରିବେ କେଉଁଦିନ ରାଜାଙ୍କର ମୃତ୍ୟୁବରଣ ଘଟିବ। ମହର୍ଷି କହିବାକୁ ଲାଗିଲେ, ତପସ୍ୱୀ ରାଜା ପୂର୍ବଜନ୍ମରେ କୌଣସି ବି କୁକର୍ମ ଫଳ ଅର୍ଜିତ କରିନାହାନ୍ତି, ଯେମିତି ପ୍ରତ୍ୟେକ ବ୍ୟକ୍ତି ଭାବୁଛନ୍ତି। ରାଜା ପୂର୍ବଜନ୍ମରେ ମଧ୍ୟ ଧାର୍ମିକ କାମ କରିଛି ଆଉ ଏ ଜନ୍ମରେ ମଧ୍ୟ ସିଏ ଧାର୍ମିକ କାମ କରିଛି। ସେଥିପାଇଁ ତ ରାଜା ଧନ ସମ୍ପତ୍ତି ଜୀବନ ଯାପନ କରୁଛି। ତା ପାଖରେ କୋଟି କୋଟି ଧନ ସମ୍ପତ୍ତି ମୋତିମାଣିକ ରହିଛି। ରାଜାର ପୁତ୍ର କହୁଛନ୍ତି,
ଯଦି କିଛି କୁକର୍ମ ଫଳ ଅର୍ଜିତ କରିନାହାନ୍ତି ତଥାପି ଶଯ୍ୟାସ୍ଥାରେ ରହି କାହିଁକି ବହୁତ କଷ୍ଟ ପାଉଛନ୍ତି, ଦଣ୍ଡ ଭୋଗୁଛନ୍ତି, କାହିଁକି ତାଙ୍କର ମୃତ୍ୟୁବରଣ ଘଟୁନାହିଁ? ସେ ସମୟରେ ସେହି ତପସ୍ୱୀଟି ରାଜାର ପୁତ୍ରକୁ କହିବାକୁ ଲାଗିଲେ, ତାହେଲେ ଶୁଣ ରାଜକୁମାର, ତୁମକୁ ମୁଁ କହୁଛି ଗୋଟିଏ ବଚନ। ଯେତେବେଳେ କୌଣସି ସନ୍ତାନ ମାତୃ ଗର୍ଭରେ ଥାଏ ସେ ପର୍ଯ୍ୟନ୍ତ ତାର ଜ୍ଞାତ ଥାଏ ପୂର୍ବ ଜନ୍ମରେ ସିଏ କେଉଁ କୁକର୍ମ ଫଳ ଅର୍ଜିତ କରିଛି। ସେଥିପାଇଁ ତ ମାତୃ ଗର୍ଭରୁ 1 ମାସରୁ 3 ମାସ ପର୍ଯ୍ୟନ୍ତ ସିଏ ଚାହିଁ ନଥାଏ କି ଏହି ପଦାକୁ ସିଏ ଜନ୍ମ ହେବାକୁ ଭଗବାନଙ୍କୁ ପ୍ରାର୍ଥନା କରିଥାଏ, ହେ ପ୍ରଭୁ ଆଶୀର୍ବାଦ ଦିଅନ୍ତୁ, ଏହି ସଂସାରକୁ ମୁଁ ବିଲକୁଲ ମଧ୍ୟ ଦେଖିବି ନାହିଁ, ଜନ୍ମିତ ହେବି ନାହିଁ, ମାତୃ ଗର୍ଭରେ ରହିବି। ଏହାର କାରଣ ହେଉଛି ମୁଁ ପୂର୍ବ ଜନ୍ମରେ ଯେକୌଣସି କର୍ମ କରିଛି, ଯେକୌଣସି ଦଣ୍ଡ ଭୋଗିଛି, ଯାହା ବି କିଛି କଷ୍ଟ ପାଇଛି, ସେଥିପାଇଁ କହୁଛି ପ୍ରଭୁ ମାତୃ ଗର୍ଭରୁ ମୋତେ ବାହାରକୁ ବିଲକୁଲ ମଧ୍ୟ କରନ୍ତୁ ନାହିଁ, ମାତୃ ଗର୍ଭରେ ମୁଁ ସାରା ଜୀବନ ରହିଯିବି। ଭଗବାନ ତାର ଡାକ ଶୁଣନ୍ତି ଆଉ କହିଥାନ୍ତି, ତଥାସ୍ତୁ, ତୁ ଯାହା ମାଗିବୁ ବର ତତେ ନିହାତି ଭାବରେ ମିଳିଯିବ। ଯେତେବେଳେ 3 ମାସରୁ 6ରୁ 7 ମାସ ବିତିଯିବ ସେ ସମୟରେ ଭଗବାନଙ୍କୁ ପୁଣି ଥରେ ପ୍ରାର୍ଥନା କରିଥାଏ, ହେ ପ୍ରଭୁ ମାତୃ ଗର୍ଭରେ ବହୁତ କଷ୍ଟ ହୋଇଥାଏ, ଏଠାରେ ବିଭିନ୍ନ ପ୍ରକାର କୀଡ଼ା ମଧ୍ୟ ରହିଥାଏ ମୋ ପାଖରେ ବା ପୋକଜୋକ ରହିଥାଏ, ଆଉ ମାତୃ ଗର୍ଭ ମଧ୍ୟ ମୋତେ ବହୁତ କଷ୍ଟ ଦେଉଛି, ଏଠାରେ ବିଲକୁଲ ମଧ୍ୟ ମୁଁ ରହିପାରିବି ନାହିଁ, ମୋତେ ଅତି ଶୀଘ୍ର ବାହାରକୁ ବା ପଦାକୁ କାଢ଼ି ନିଅ, ମୁଁ ବାହାରକୁ ଚାଲିଯିବି, ଆଉ କଥା ଦେଉଛି ଅନ୍ୟ କୌଣସି ପାପକର୍ମରେ ଲିପ୍ତ ହେବି ନାହିଁ, ସଦାସର୍ବଦା ଭଗବାନଙ୍କର ନାମକୁ ଜପ କରିବି, କୌଣସି ପଦାକୁ ମଧ୍ୟ ବାହାରିବି ନାହିଁ, କୌଣସି ଅଧର୍ମକୁ ଯିବି ନାହିଁ, ପାପ କର୍ମ କରିବି ନାହିଁ, ଏ ଜନ୍ମରେ ଯେତିକି ଦଣ୍ଡ ପାଇଲି ଠିକ୍ ସେପରି ଅନ୍ୟ କୌଣସି ଜନ୍ମ ନେଇ ଏମିତି ପାପ ଅର୍ଜିତ ହେବେ ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଲେ, ତଥାସ୍ତୁ, ତୁମେ ବାହାରିବାକୁ ଚାହୁଁଛ ମାତୃ ଗର୍ଭରୁ, ମୁଁ ଆଶୀର୍ବାଦ କରୁଛି। ସେଠାରେ ସେହି ସନ୍ତାନଟିଏ ମାତୃ ଗର୍ଭରେ ରହି ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରମିଶ କରିଥାଏ ବା ପ୍ରତିଜ୍ଞା ଦେଇଥାଏ, ଯେତେବେଳେ ମୁଁ ପଦାକୁ ଯିବି କେବଳ ତୁମରି ନାମକୁ ହିଁ ଜପ କରିବି। ଧୀରେ ଧୀରେ କରି 9ରୁ 10 ମାସ ବିତିଯିବ ଆଉ ସେହି ସନ୍ତାନଟିଏ ଜନ୍ମିତ ହୋଇଯାଏ। ସଂସାରକୁ ଆସିବା କ୍ଷଣି ତାର ମାତୃ ଗର୍ଭ କଥା ପ୍ରତ୍ୟେକ ତଥ୍ୟ ସିଏ ଭୁଲିଯାଏ, ଏକଥା ମଧ୍ୟ ଭୁଲିଯାଏ ପୂର୍ବ ଜନ୍ମର କଥା, ଭଗବାନଙ୍କୁ ପ୍ରତିଜ୍ଞା ଦେଇଥିବା କଥା, ଦଣ୍ଡ ଭୋଗିଥିବା କଥା ଆଉ ମାତୃ ଗର୍ଭର ତଥ୍ୟ, ପ୍ରତ୍ୟେକ ତଥ୍ୟ ସିଏ ଭୁଲିଯାଏ। ଆଉ ଏହି ଦୁନିଆରେ ସିଏ ଧୀରେ ଧୀରେ ବଡ଼ ହେବାକୁ ଲାଗେ। ସିଏ ଯାହା ବି କିଛି ଦେଖିଥାଏ ଏକ ଧର୍ମ ରାସ୍ତା, ପୁଣ୍ୟର ରାସ୍ତା, ସତ୍ ପଥ ରାଜା, ସିଏ ଠିକ୍ ସେପରି ରାସ୍ତାରେ ଚାଲିଥାଏ। ଆଉ ଯେଉଁ ରାସ୍ତା ତାକୁ ଦେଖାଯାଏ ଅଧର୍ମ ରାସ୍ତା, ଦୁଃଖ କଷ୍ଟ ପୀଡ଼ା ରାସ୍ତା, ସେହି ରାସ୍ତାରେ ସିଏ ଯାଇଥାଏ। ଧୀରେ ଧୀରେ କରି ଭଗବାନଙ୍କର ନାମ ମଧ୍ୟ ଜପିବା ଭୁଲିଯାଏ। ପ୍ରତିଜ୍ଞା କରିଥିବା ଗୋଟିଏ ଆଉ ଗୋଟିଏ କାମ କରନ୍ତି, ପ୍ରତ୍ୟେକ ତଥ୍ୟ ଭୁଲିଯାଆନ୍ତି। ସେ ସମୟରେ ମାତୃ ଗର୍ଭରୁ ପଦାକୁ ବାହାରୁ ବାହାରୁ ଭଗବାନ କୃଷ୍ଣ ଲେଖିଥାନ୍ତି କେତେବେଳେ ମନୁଷ୍ୟର ମୃତ୍ୟୁବରଣ ଘଟିବ। ସେହି ମନୁଷ୍ୟ କେଉଁ ସମୟରେ, କେଉଁ ବାରରେ, କେଉଁଠି ଆଉ କିଏ ତାକୁ ମାରିବ, ପ୍ରତ୍ୟେକ ତଥ୍ୟ ମୃତ୍ୟୁ ବିଷୟରେ ଭଗବାନ ଶ୍ରୀକୃଷ୍ଣ ଲେଖିଥାନ୍ତି, ଏହା ସତ୍ୟ ଅଟେ। ସେଥିପାଇଁ ତ ଭଗବାନ ଶ୍ରୀକୃଷ୍ଣଙ୍କୁ ନୀତି ନିୟମ ମଧ୍ୟ ବାହାର କରାଯାଇଛି। ଯେମିତିକି ଶାସ୍ତ୍ରରେ ଯେପରି ଉଲ୍ଲେଖିତ ରହିଛି, 100ଟା ଭୁଲ କରିବା ଦ୍ୱାରା ଭଗବାନ ମଧ୍ୟ କ୍ଷମା କରନ୍ତି ନାହିଁ, ଠିକ୍ ସେମିତି 50ଟା ଭୁଲ କେବେ ବି କରନ୍ତୁ ନାହିଁ, ନହେଲେ ଭଗବାନ ମଧ୍ୟ କ୍ରୋଧିତ ହୋଇଯାଆନ୍ତି। ଯିଏ ଯେମିତି କର୍ମ କରିବ
ତାକୁ ସେହି କର୍ମଫଳ ଅନୁଷ୍ଠାନରେ ଦଣ୍ଡ ମିଳିବ। ଏହା ସତ୍ୟ। କିନ୍ତୁ କୁକର୍ମ କରିଥିବା ବ୍ୟକ୍ତି ଏ ଜନ୍ମରେ ତାକୁ ମୃତ୍ୟୁଦଣ୍ଡ ମିଳିନଥାଏ। ମୃତ୍ୟୁଦଣ୍ଡ ସେତେବେଳେ ଗୋଟିଏ ମନୁଷ୍ୟକୁ ମିଳିଥାଏ ଯେତେବେଳେ ସିଏ ମାତୃଗର୍ଭରୁ ପଦାକୁ ଆସିଥାଏ। ସେ ସମୟରେ ତାର ଭାଗ୍ୟ ଲିଖିତ ରଖିଥାଏ। ଭାଗ୍ୟ ଲେଖିଲା ବେଳେ ଏକଥା ମଧ୍ୟ ଲେଖାଥାଏ, ତୁମେ ଜୀବନରେ ଧନୀ ହେବ ନା ଗରିବ, ତୁମ ଜୀବନରେ ଧନ ସମ୍ପତ୍ତି ପ୍ରାପ୍ତ ହେବ ନା ଭିକ୍ଷୁକ ହୋଇ ରହିବ। ଏକଥା ମଧ୍ୟ ଲେଖାଥାଏ, ତୁମର ଜୀବନ କେଉଁଠାରୁ ଯିବ। ଯେମିତି କେଉଁ ବାର, କେଉଁ ସମୟ, କେଉଁ ବର୍ଷ, ଏହି ସବୁ ତଥ୍ୟ ଉଲ୍ଲେଖିତ ରହିଥାଏ। ସେଥିପାଇଁ ମନୁଷ୍ୟମାନେ କହିଥାନ୍ତି, ରୋଗଗ୍ରସ୍ତ ହୋଇଥିବା କାରଣରୁ ଏହି ବ୍ୟକ୍ତିର ମୃତ୍ୟୁବରଣ ଘଟିଲା। ଏହା ଅସତ୍ୟ। ରୋଗଗ୍ରସ୍ତ କେତେ ବି ହେଉଥାଉ ନା କାହିଁକି, ତାର ମରଣ ଯଦି ଉଲ୍ଲେଖିତ ନାହିଁ ତାହେଲେ ସିଏ ଏବେ କଦାଚିତ ମୃତ୍ୟୁବରଣ କରିପାରିବ ନାହିଁ। ଆଉ ଏହି କଷ୍ଟ ଆଉ ପୀଡ଼ା ତାକୁ ଭୋଗିବାକୁ ମଧ୍ୟ ପଡ଼ିଥାଏ। ଦେହର ଅସୁସ୍ଥ ଆଉ ବିମାର କେବଳ ତାକୁ ବହୁତ ଯନ୍ତ୍ରଣା ଦୁଃଖ ମଧ୍ୟ ଦେଇଥାଏ। ଏକଥା ଶୁଣି ଗ୍ରାମବାସୀ ଲୋକ ରାଜାର ଜାଣିପାରିଲେ, ଯିଏକି ରାଜାର ଭାଗ୍ୟରେ ଯେତେବେଳେ ଉଲ୍ଲେଖିତ ରହିଛି ମୃତ୍ୟୁବରଣ କରିବେ, ସେ ସମୟରେ ହିଁ ମୃତ୍ୟୁବରଣ ଘଟିବ। ଆଉ ଆମେ ରାଜାକୁ ଦୁଃଖ କଷ୍ଟ ଦେବା ଉଚିତ ନୁହଁ। ସେହି ଦିନଠାରୁ ରାଜାର ସେବା ସୂତ୍ର କରିବାକୁ ଲାଗିଲେ। ଆଉ ରାଜା ତତ୍କ୍ଷଣି ଜୀବନ ଚାଲିଗଲା, ଅର୍ଥାତ୍ ମୃତ୍ୟୁବରଣ ଘଟିଲା। ସେହି ସମୟରେ ରାଜାର ପୁତ୍ରମାନେ ଆସି ସାଙ୍ଗେ ସାଙ୍ଗେ ମହର୍ଷିକୁ ପଚାରିଲେ, ତୁମେ ଯେତେବେଳେ କହିଲ ଶ୍ରଦ୍ଧାରେ ପୂଜା ଆରାଧନା କରିବା ପାଇଁ, ପୁଷ୍ପ ଦେବା ପାଇଁ, ସେମିତି କରୁ କରୁ ତାଙ୍କର ମୃତ୍ୟୁ ଅତ୍ୟଧିକ ଶୀଘ୍ର ହୋଇଗଲା। ସେ ସମୟରେ ମଧ୍ୟ ଋଷିଟିଏ କହିଲେ, ଯେତେବେଳେ ତୁମେ ତାଙ୍କୁ କ୍ରୋଧିତ କରୁଥିଲ ସେ ସମୟରେ ତାଙ୍କେ ନିଜେ ମଧ୍ୟ ଚାହୁଁନଥିଲେ ମୃତ୍ୟୁ। ଯେତେବେଳେ ତାଙ୍କୁ ନିଜେ ଆଦର କରିଲ, ଭଲ ପାଇବ, ସେତେବେଳେ ତାଙ୍କେ ଚାହିଁଲେ ତୁମର ଠିକ୍ ସେପରି ମଙ୍ଗଳ ହେଉ ବା ଆଶୀର୍ବାଦ ପ୍ରଦାନ କରିବା ପାଇଁ। ସେହି ଦିନଠାରୁ ତୁମର ପ୍ରତ୍ୟେକ ଜିନିଷ ବଦଳିଯିବ। ତୁମେ ଯାହା ଚାହିଁବ ତାହା ପ୍ରାପ୍ତ କରିଦେବ। ସେ ସମୟରେ ବୁଝିପାରିଲେ ଗ୍ରାମବାସୀ ଲୋକ, ରାଜାଙ୍କର ମୃତ୍ୟୁବରଣ ଘଟିଲା ଆଉ ଦାହ କ୍ରମ ମଧ୍ୟ କରିବାକୁ ଲାଗିଲେ। ତାଙ୍କ ପୁତ୍ରମାନେ, ତାଙ୍କର ରାଣୀମାନେ ମଧ୍ୟ ବହୁତ ମନ ଦୁଃଖ କରୁଥିଲେ। ଏକଥା ଭଗବାନ ଶ୍ରୀକୃଷ୍ଣ ମହର୍ଷି ନାରଦଙ୍କୁ କହୁଥିଲେ। ମହର୍ଷି ନାରଦଙ୍କୁ ଏକଥା ମଧ୍ୟ କହିଲେ, ତୁମେ ଶୁଣ, ଯେତେବେଳେ କୌଣସି ମନୁଷ୍ୟ ମୃତ୍ୟୁବରଣ ଘଟୁଛି ତା ପୂର୍ବରୁ ତାର ଉଲ୍ଲେଖିତ ରହୁଛି ସିଏ କେଉଁଠାରେ ମୃତ୍ୟୁ ଘଟିବ, କେଉଁଠାରେ ସିଏ ମୃତ୍ୟୁବରଣ କରିବ, କେତେବେଳେ ଆଉ ସମୟ, କେଉଁ ବାର, ପ୍ରତ୍ୟେକ ତଥ୍ୟ ଉଲ୍ଲେଖିତ ହୋଇଗଲା। ମହର୍ଷି ନାରଦ ଜାଣିପାରିଲେ, ଯେତେବେଳେ କୌଣସି ମନୁଷ୍ୟର ମୃତ୍ୟୁବରଣ ଘଟୁଛି ତାର ମୃତ୍ୟୁ ମା ଗର୍ଭରୁ ହିଁ ଉଲ୍ଲେଖିତ ରହିଥାଏ। ଭାଗ୍ୟ ଆଉ ମୃତ୍ୟୁ, କେଉଁ ମନୁଷ୍ୟର ଅତ୍ୟଧିକ ବିଦ୍ୟା ହେବ, କେଉଁ ମନୁଷ୍ୟ ଧନବାନ ବ୍ୟକ୍ତି ହେବେ, କେଉଁ ମନୁଷ୍ୟ ଧର୍ମ ଆଉ ଭକ୍ତି ମାର୍ଗରେ ଚାଲିବ, କେଉଁ ମନୁଷ୍ୟ ସାରା ଜୀବନ ଖୁସି ରହିବ, ଆଉ କେଉଁ ମନୁଷ୍ୟ ସଦାସର୍ବଦା ଦୁଃଖ କଷ୍ଟ ପୀଡ଼ା ରୋଗରେ ସବୁଦିନ ପାଇଁ ବୁଡ଼ି ରହିବ, ଏହି ତଥ୍ୟ କେବଳ ଶାସ୍ତ୍ରରେ ଉଲ୍ଲେଖିତ ରହିଗଲା। ଏହା ଏକ ଶେଷ ପ୍ରଶ୍ନ। ମହର୍ଷି ନାରଦ ପଚାରୁଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କୁ, ପ୍ରଭୁ, ଏକଥା ତ ମୁଁ ଜାଣିପାରିଲି, ଯେତେବେଳେ ମନୁଷ୍ୟର ଭାଗ୍ୟରେ ଉଲ୍ଲେଖିତ ଥିବ ମୃତ୍ୟୁବରଣ ସେହି ସମୟରେ ଘଟିବ। କିନ୍ତୁ ଶେଷ ପ୍ରଶ୍ନ ପଚାରୁଛି, ବହୁତ ମନୁଷ୍ୟ ରହିଥାନ୍ତି ଆଉ ଏକଥା କହିଥାନ୍ତି ଯେ ତାକୁ ଆସି ମୃତ୍ୟୁଦଣ୍ଡ ଦେଲା କି ଜୀବନରୁ ହତ୍ୟା କରିଦେଲା। ପ୍ରକୃତରେ ଯଦି କୌଣସି ମନୁଷ୍ୟ ଅନ୍ୟ କୌଣସିକୁ ମୃତ୍ୟୁଦଣ୍ଡ ଦେଉଛି ଆଉ ତାକୁ ଜୀବନରୁ ହତ୍ୟା ବା ମାରି ଦେଉଛି, ତାହେଲେ ଏହା କ'ଣ କୁକର୍ମ ଫଳ ନା ଭାଗ୍ୟ ଲେଖିନ? ନା ତାର ନିଜେ ଭାଗ୍ୟ ନିଜେ ସିଏ ଲେଖିଛି।
ଭଗବାନ ଶ୍ରୀକୃଷ୍ଣ କହିଲେ, ଯେତେବେଳେ କୌଣସି ମନୁଷ୍ୟ ଅନ୍ୟ କୌଣସି ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦେଉଛି, ତାହେଲେ ମଧ୍ୟ ତାର ପୂର୍ବ ଜନ୍ମର ଋଣ ବାକି ରହିଥାଏ। ପୂର୍ବ ଜନ୍ମରେ ଯଦି କୌଣସି ବ୍ୟକ୍ତି ଅନ୍ୟକୁ ଜୀବନରୁ ହତ୍ୟା କରିଥିବ, ଦୁଃଖ କଷ୍ଟ ଯନ୍ତ୍ରଣା ଦେଇଥିବ, ଏ ଜନ୍ମରେ ସେହି କୁକର୍ମ ଫଳକୁ ଭୋଗିବାକୁ ପଡ଼ିବ। ପୂର୍ବ ଜନ୍ମରେ ଯାହାକୁ ମୃତ୍ୟୁଦଣ୍ଡ ଦେଇଥିବ, ଏ ଜନ୍ମରେ ସିଏ ତାକୁ ହିଁ ମୃତ୍ୟୁବରଣ ଦଣ୍ଡ ଦେବ, ଆଉ ତାଠାରୁ ଅଧିକ ମଧ୍ୟ ଦଣ୍ଡ ଦେବ। ସେଥିପାଇଁ ପୂର୍ବ ଜନ୍ମରେ କରିଥିବା କୁକର୍ମ ଫଳ ଏ ଜନ୍ମରେ ମଧ୍ୟ ଭୋଗିବାକୁ ପଡ଼ିଥାଏ। ଏ କଥା ସତ୍ୟ ହୋଇଥାଏ। ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ଅନ୍ୟକୁ କଷ୍ଟ ଯନ୍ତ୍ରଣା ଦେଇଛି, ଏ ଜନ୍ମରେ ସିଏ ମଧ୍ୟ ବହୁତ କଷ୍ଟ ଆଉ ଯନ୍ତ୍ରଣା ଭୋଗ କରିବ। ଯେହେତୁ ଭାଗ୍ୟ ଲେଖାରେ ଉଲ୍ଲେଖିତ ରହିଛି, ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁବରଣ ଘଟିଥାଏ, ତାର ବୟସ ହୋଇନଥାଉ କିମ୍ବା ହୋଇଥାଉ, ତାର ଭାଗ୍ୟରେ ଯଦି ଉଲ୍ଲେଖିତ ରହିଲା, ତାର ମୃତ୍ୟୁବରଣ ନିହାତି ଭାବରେ ଘଟିଥାଏ। ସେଥିପାଇଁ ଜାଣି ରଖ, ଅନ୍ୟ ଯଦି କାହାକୁ ମୃତ୍ୟୁବରଣ ଦଣ୍ଡ ଦେଉଛି, କେବେ ବି କହିବ ନାହିଁ ତୁମ ଯୋଗୁରୁ ସିଏ ମୃତ୍ୟୁବରଣ କରିଛି କିମ୍ବା ତୁମେ ତାକୁ ମୃତ୍ୟୁବରଣ ଦଣ୍ଡ ଦେଇଛ ବା ମାରିଦେଇଛ। ଏହା ଆମର ଲିଖିତ ଆକାରରେ ଭାଗ୍ୟ ଉଲ୍ଲେଖିତ ରହିଛି, ଯାହାକି ମନୁଷ୍ୟମାନେ ଜାଣିବା ଅତି ଆବଶ୍ୟକତା। ଯଦି ପ୍ରତ୍ୟେକ ବ୍ୟକ୍ତି ଭଗବାନଙ୍କ ଶରଣରେ ଥାଆନ୍ତି, ତାହେଲେ କୌଣସି ଦୁଃଖ କଷ୍ଟ ମଧ୍ୟ ପହଞ୍ଚି ପାରିବ ନାହିଁ। ମହର୍ଷି ନାରଦ ଜାଣିଲେ, ଯେତେବେଳେ କୌଣସି ବ୍ୟକ୍ତିର ମୃତ୍ୟୁବରଣ ଘଟୁଛି କିମ୍ବା ତାକୁ ମୃତ୍ୟୁବରଣ ଦଣ୍ଡ ବା ଜୀବନରୁ ହତ୍ୟା କରିଛି, ସେହି ସମୟରେ ତାର କିଛିଟା ଦଣ୍ଡ ବା ଭୋଗିବାକୁ ପଡ଼ିଥାଏ, ଆଉ ତାର ମୃତ୍ୟୁ ତ ନିହାତି ଭାବରେ ଘଟିଥାଏ। ମହର୍ଷି ନାରଦ ଭଗବାନ ଶ୍ରୀକୃଷ୍ଣଙ୍କର ଏହି କଥା ଶୁଣି ବହୁତ ଖୁସି ହେଲେ, ଆଉ କହିବାକୁ ଲାଗିଲେ, ଭାଗ୍ୟକୁ ପରିବର୍ତ୍ତନ କରିହେବ, ପୂର୍ବ ଜନ୍ମର କୁକର୍ମ ଫଳକୁ ଲିଭାଇ ହେବ, ଏ ଜନ୍ମରେ ପ୍ରତ୍ୟେକ ଦୁଃଖ କଷ୍ଟକୁ ଦୂର କରିହେବ। କେବଳ ଭଗବାନଙ୍କର ନାମ ଜପ କରୁଥିଲେ। କିନ୍ତୁ ଯେଉଁ ବ୍ୟକ୍ତି କୁକର୍ମ ଫଳ ଅର୍ଜିତ କରୁଛନ୍ତି, ସେହି ବ୍ୟକ୍ତି ଜୀବନରେ କେବେ ବି ନ ଭୋଗି ରହିପାରିବେ ନାହିଁ। ମନୁଷ୍ୟମାନେ ତାଙ୍କର ପ୍ରତ୍ୟେକ କର୍ମକୁ ବଦଳାଇ ଦେଇପାରିବେ, କିନ୍ତୁ ଭାଗ୍ୟରେ ଯଦି କୁକର୍ମ ଫଳ ଅର୍ଜିତ କରିଛ ବା ଜୀବନରେ, ତାହେଲେ ସେହି କୁକର୍ମ ଫଳର ଦଣ୍ଡ ଏ ଜନ୍ମ ନହେଲେ ପରଜନ୍ମ, ନହେଲେ ତା ପରଜନ୍ମ ନିହାତି ଭାବରେ ଭୋଗିବାକୁ ପଡ଼ିବ। କୁକର୍ମ ଫଳ କେବେ ବି ଏକା କରିନଥାଏ। ଯେମିତି କୌଣସି ବ୍ୟକ୍ତିକୁ ଅତ୍ୟଧିକ କ୍ଷୁଧା ଲାଗୁଛି, ଆଉ ସିଏ ଭୋଜନ ପାଖକୁ ଚାଲି ଯାଉଛି, ଠିକ୍ ସେମିତି କର୍ମଫଳ ମଧ୍ୟ କୁକର୍ମ ଫଳ ଖୋଜି ଖୋଜି ଆସି ତୁମ ପାଖରେ ପହଞ୍ଚିଯିବ। ସେଥିପାଇଁ ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟ ଭଗବାନଙ୍କର ନାମକୁ ଜପତପ କରିବା ଉଚିତ ହୋଇଥାଏ। ସମସ୍ତଙ୍କୁ ସାହାଯ୍ୟ ମଧ୍ୟ କରିବା ଉଚିତ ହୋଇଥାଏ। ଯେଉଁ ସମୟରେ ଭାଗ୍ୟ ହାର ମାନୁଛି, ନିଜର କର୍ମଫଳ ମଧ୍ୟ ହାର ମାନୁଛି, ସେ ସମୟରେ ଗୋଟିଏ ତଥ୍ୟ ମନେ ରଖ, ଯେଉଁ ବ୍ୟକ୍ତି ଧର୍ମରେ ଥାଏ, ତାର ଅଧର୍ମ ହୋଇନଥାଏ। ଯେଉଁ ବ୍ୟକ୍ତି ସତ୍ୟରେ ଥାଏ, ତାକୁ ସଦାସର୍ବଦା ଭଗବାନ ସାହାଯ୍ୟ କରିଥାଏ। ସେଥିପାଇଁ ସତ୍ୟ ମାର୍ଗ ସବୁଠାରୁ କଷ୍ଟ ଆଉ କଠିନ ହୋଇଥାଏ। କିନ୍ତୁ ଏହି ମାର୍ଗରେ ଯାଉଥିବା ଲୋକମାନେ ଭବିଷ୍ୟତ ପର୍ଯ୍ୟନ୍ତ ତାଙ୍କର କୌଣସି ଦୁଃଖ କଷ୍ଟ କିମ୍ବା ଯନ୍ତ୍ରଣା ରହିନଥାଏ। ଏକଥା ସତ୍ୟ ଅଟେ। ଭଗବାନ ଶ୍ରୀକୃଷ୍ଣଙ୍କର ଠାରୁ ମହର୍ଷି ନାରଦ ଯେତେବେଳେ ଏହି ସୁନ୍ଦର ତଥ୍ୟ ନିଜ କର୍ଣ୍ଣରେ ଶ୍ରବଣ କରିଲେ, ବହୁତ ଖୁସି ହୋଇଗଲେ, ଆଉ କହିବାକୁ ଲାଗିଲେ, ପ୍ରଭୁ, ଆପଣଙ୍କର ଏହି ସୁନ୍ଦର ଉତ୍ତର ଶୁଣି ମୁଁ ବହୁତ ଖୁସି ହୋଇଗଲି।
ତା ଦ୍ୱାରା ମନୁଷ୍ୟମାନଙ୍କୁ ମଧ୍ୟ କହିଦିଅନ୍ତୁ, ମନୁଷ୍ୟମାନେ ଜାଣିପାରିବେ। ଯେତେବେଳେ ରାଜା ଶଯ୍ୟାଶାୟୀ ଥିଲେ, ଲୋକମାନେ ତାକୁ ଭୁଲ ଭାବୁଥିଲେ। ଯେତେବେଳେ ସମଗ୍ର ଲୋକମାନେ ଜାଣିଲେ, ସେ ସମୟରେ ରାଜାକୁ ବହୁତ ମନ ଦୁଃଖ କରିଲେ ଆଉ ରାଜାଙ୍କୁ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଲେ। ଧୀରେ ଧୀରେ କରି ରାଜାର ମୃତ୍ୟୁବରଣ ଘଟିଲା ଆଉ ତାଙ୍କର ଜୀବନରେ କୌଣସି ଦୁଃଖ କଷ୍ଟ ମଧ୍ୟ ରହିଲା ନାହିଁ। ଏହା ଏକ ସତ୍ୟ ଅଟେ। ଭାଗ୍ୟ ଆଉ ଲିଖିତ ପରିବର୍ତ୍ତନ, କିନ୍ତୁ କୁକର୍ମ ଫଳ କେବେ ବି ପରିବର୍ତ୍ତନ ହୋଇନଥାଏ। ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁବରଣ ଘଟୁଛି, ଯଦି ଆପଣ ଦେଖୁଛନ୍ତି, ତାହେଲେ ଅନ୍ୟକୁ ଦୋଷ ନ ଦେଇ ବରଂ ଭଗବାନ ପାଖରେ ପ୍ରାର୍ଥନା କରନ୍ତୁ। ଏହା କରିବା ଦ୍ୱାରା ଆତ୍ମା ଶାନ୍ତି ମିଳିଥାଏ। ଏକଥା ସତ୍ୟ ହୋଇଥାଏ, ଯଦି ଏ ଜନ୍ମରେ ତୁମେ ଜନ୍ମଗ୍ରହଣ କରୁଛ, ତା ପୂର୍ବରୁ ଉଲ୍ଲେଖିତ ରହିଥାଏ ତୁମେ କେଉଁ ସବୁ କୁକର୍ମ ଫଳ ଅର୍ଜିତ କରିବ, କେଉଁ ସବୁ ପାପରେ ଜଡ଼ିତ ହେବ, ଏହି ସବୁ ତଥ୍ୟ ମଧ୍ୟ ଉଲ୍ଲେଖିତ ରହିଥାଏ। ସେହି ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଦଣ୍ଡ ଦେଇଥାନ୍ତି ଆଉ ଏହାଦ୍ୱାରା ମୃତ୍ୟୁବରଣ ଦଣ୍ଡ, ଯାହାକି ଭୋଗିବାକୁ ପଡ଼ିଥାଏ, ଏକ ସତ୍ୟ ବଚନ। ଭାଗ୍ୟରେ ଉଲ୍ଲେଖିତ ଯେପରି ରହିଛି ଠିକ୍ ସେପରି ଭୋଗିବାକୁ ମଧ୍ୟ ପଡ଼ିବ। ଯେମିତି ଆପଣମାନେ ଜାଣିଲେ, ଭାଗ୍ୟରେ ଉଲ୍ଲେଖିତ ରହିଥାଏ କାହା ହାତରୁ କେତେବେଳେ, କେଉଁ ସମୟ, କେଉଁ ବାରରେ, କେଉଁ ତାରିଖରେ ମୃତ୍ୟୁବରଣ କରିବାକୁ ପଡ଼ିବ, ଠିକ୍ ସେହି ତାରିଖରେ ହିଁ ମୃତ୍ୟୁ ଆସି ପାଖରେ ପହଞ୍ଚିଥାଏ। ସେଥିପାଇଁ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ କେବେ ବି ଘୃଣା କରନ୍ତୁ ନାହିଁ କି କୁହନ୍ତୁ ନାହିଁ ତୁମ ବଜସରେ ତୁମେ ମୃତ୍ୟୁବରଣ ଘଟୁଛ ବା ଘଟୁଛି। କିଛି ବି ନ କହିବା ଦ୍ୱାରା ବହୁତ କିଛି ମଙ୍ଗଳ ହୋଇଥାଏ। କାହିଁକି ନା ମୃତ୍ୟୁବରଣ କରୁଥିବାର ଆତ୍ମା ସବୁବେଳେ ପୁଣ୍ୟ ଆତ୍ମା ହୋଇଥାଏ। ଏହି ତଥ୍ୟକୁ ଆପଣମାନେ ମନେ ରଖନ୍ତୁ। ଏହାଦ୍ୱାରା ଆପଣଙ୍କର ପୁଣ୍ୟ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇଯିବ। ଭଗବାନ ଶ୍ରୀକୃଷ୍ଣଙ୍କର ରହସ୍ୟ ଏକ ଅମୃତମୟ। ଯେକୌଣସି ବ୍ୟକ୍ତି ଶ୍ରବଣ କରିଛି, ତାର ସର୍ବସ୍ୱ ଦୁଃଖ କଷ୍ଟ ଦୂର ହୋଇଯିବ। ଏକଥା ସତ୍ୟ ଅଟେ। ଆପଣଙ୍କୁ ଏହି ତଥ୍ୟ କିପରି ଲାଗିଲା, ନିହାତି ଭାବରେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ଭଗବାନ ଶ୍ରୀକୃଷ୍ଣଙ୍କର ଏହି ସୁନ୍ଦର ବାଣୀ ଆପଣଙ୍କୁ ଯଦି ପ୍ରକୃତରେ ଭଲ ଲାଗିଛି, ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ, ଲାଇକ୍ରେ କମେଣ୍ଟ କରିଦିଅନ୍ତୁ, କମେଣ୍ଟ କରିଦିଅନ୍ତୁ। ଆଉ ଏହି ତଥ୍ୟ ମନେ ରଖନ୍ତୁ, ପ୍ରତ୍ୟେକ ବ୍ୟକ୍ତିକୁ ମଧ୍ୟ କହିଦିଅନ୍ତୁ, ମୃତ୍ୟୁ ନ ହେବା ପୂର୍ବରୁ ଭାଗ୍ୟ ଲେଖିନରେ ଲିଖିତ ଆକାରରେ ରଖିଥାନ୍ତି। ସେଥିପାଇଁ ଭଲ କର୍ମ କର, ନିଜର ଭାଗ୍ୟକୁ ପରିବର୍ତ୍ତନ କର। ଏକଥା ସତ୍ୟ। ଏହି ତଥ୍ୟ ଭଲ ଲାଗିଲେ କମେଣ୍ଟ ବକ୍ସରେ କମେଣ୍ଟ ଦେଇଦେବେ। ରହୁଛି। ରାଧେ 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 ଶ୍ରୀକୃଷ୍ଣ।